ଜୟ ଶ୍ରୀ ଜଗନ୍ନାଥ। ଆପଣ ଜାଣିଛନ୍ତି କି ରଥଯାତ୍ରା ଠିକ୍ ଦିନକ ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଏମିତି ଏକ ରୂପରେ ଦର୍ଶନ ଦିଅନ୍ତି ଯାହାକୁ ଦେଖିଲେ ଜନ୍ମ ଜନ୍ମାନ୍ତରର ପାପ ଧୋଇଯାଏ। 15 ଦିନ କାଳ ଅଣସର ଘରେ ଜ୍ୱରରେ ପୀଡ଼ିତ ହେବା ପରେ ମହାପ୍ରଭୁ କେମିତି ଏତେ ତେଜସ୍ୱୀ ଓ ସୁନ୍ଦର ଦେଖାଯାଆନ୍ତି? କ'ଣ ଏହି ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବର ଅସଲ ରହସ୍ୟ? ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଯଦି ଆପଣ ପୁରୀ ଯାଇପାରୁନାହାନ୍ତି, ତେବେ ଏହି ପବିତ୍ର ଦିନରେ ଆପଣ ନିଜ ଘରେ କେଉଁ ଗୋଟିଏ ବିଶେଷ ପୂଜା କଲେ ଆପଣଙ୍କ ଘର ଧନଧାନ୍ୟରେ ପୂରି ଉଠିବ। ଭିଡ଼ିଓଟିକୁ ଜମାରୁ ବି ସ୍କିପ୍ ନ କରି ଶେଷ ଯାଏଁ ନିଶ୍ଚୟ ଦେଖନ୍ତୁ, କାରଣ ଆଜି ଆମେ ଏହି ସବୁ ଗୁପ୍ତ ରହସ୍ୟ ଏବଂ ସହଜ ପୂଜାବିଧି ବିଷୟରେ ଆଲୋଚନା କରିବା। ନମସ୍କାର ଦର୍ଶକ ବନ୍ଧୁ, ଆପଣଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ମହାପ୍ରଭୁଙ୍କ ସ୍ନାନଯାତ୍ରା ପରେ ସେ ଅଣସର ଗୃହକୁ ଯାଆନ୍ତି ଆଉ ଆଷାଢ଼ ଅମାବାସ୍ୟା ତିଥିରେ ପ୍ରଭୁଙ୍କ ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ ଅନୁଷ୍ଠିତ ହୁଏ। ଏହା କେବଳ ଏକ ପରମ୍ପରା ନୁହେଁ, ଏହା ପଛରେ ରହିଛି ଗଭୀର ଆଧ୍ୟାତ୍ମିକ ବିଜ୍ଞାନ। ଆସନ୍ତୁ ପ୍ରଥମେ ଜାଣିବା ଏହାର ମହତ୍ତ୍ୱ କ'ଣ। ଅଣସର ସମାପ୍ତି। ସ୍ନାନ ପୂର୍ଣ୍ଣିମାରେ 108 କଳସ ସୁବାସିତ ଜଳରେ ସ୍ନାନ ସାରି ମହାପ୍ରଭୁଙ୍କୁ ଜ୍ୱର ହୋଇଥାଏ। 15 ଦିନ କାଳ ଗୁପ୍ତ ଚିକିତ୍ସା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି। ସୁସ୍ଥ ହେବା ପରେ ପ୍ରଭୁ ଯେଉଁ ନୂଆ ରୂପରେ ଦର୍ଶନ ଦିଅନ୍ତି, ତାହାକୁ ହିଁ ନବଯୌବନ ଦର୍ଶନ ବୋଲି କୁହାଯାଏ। ଏହି ଦିନ ଦତ୍ତ ମହାପ୍ରାପ୍ତ ସେବକମାନେ ପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି କରନ୍ତି। ପ୍ରାକୃତିକ ରଙ୍ଗ ଯଥା ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀରେ ମହାପ୍ରଭୁଙ୍କ ରୂପକୁ ପୁଣି ଥରେ ଜୀବନ୍ତ କରାଯାଏ। ବନକ ଲାଗି ପରେ ବି ମହାପ୍ରଭୁଙ୍କ ଆଖି ସମ୍ପୂର୍ଣ୍ଣ ହୋଇନଥାଏ। ନେତ୍ରୋତ୍ସବ ଦିନ ପୂଜାପଣ୍ଡା ସେବକମାନେ ସ୍ୱର୍ଣ୍ଣ ଶଳାକାରେ ମହାପ୍ରଭୁଙ୍କ ଚକ୍ଷୁରେ କଜ୍ଜଳ ଅର୍ପଣ କରନ୍ତି। ଏହାକୁ ନେତ୍ର ଉତ୍ସବ ବା ନେତ୍ର ଉନ୍ମୀଳନ ବା ନେତ୍ରୋତ୍ସବ ବୋଲି କୁହାଯାଏ। ଏହାପରେ ହିଁ ମହାପ୍ରଭୁ ସମ୍ପୂର୍ଣ୍ଣ ସୃଷ୍ଟିକୁ ଦେଖନ୍ତି ଏବଂ ତାଙ୍କ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଶାସ୍ତ୍ର ଅନୁସାରେ ନବଯୌବନ ଦିନ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କଲେ କୋଟି କୋଟି ପୁଣ୍ୟ ମିଳେ। ଯେଉଁମାନେ ରଥଯାତ୍ରାରେ ଭିଡ଼ ପାଇଁ ଯାଇପାରନ୍ତି ନାହିଁ, ସେମାନେ ଏହି ଦିନ ଦର୍ଶନ ନିଜ ଘରେ ବି ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାନ୍ତି। ତାହେଲେ ବନ୍ଧୁଗଣ, ଯଦି ଆପଣ ପୁରୀ ଯାଇପାରୁନାହାନ୍ତି, ତେବେ ନିରାଶ ହୁଅନ୍ତୁ ନାହିଁ। ଏହି ପବିତ୍ର ଦିନରେ ଆପଣ ନିଜ ଘରେ ମହାପ୍ରଭୁଙ୍କୁ ପ୍ରସନ୍ନ କରିପାରିବେ। ଆସନ୍ତୁ ଜାଣିବା ସହଜ ପୂଜାବିଧି। ଏହି ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ସାରି ନିଜ ଠାକୁର ଘରକୁ ଭଲ ଭାବରେ ସଫା କରନ୍ତୁ। ନିଜ ଜଗନ୍ନାଥଙ୍କ ମୂର୍ତ୍ତି ବା ଫଟୋଚିତ୍ରକୁ ଗଙ୍ଗା ଜଳରେ ମାର୍ଜନା କରନ୍ତୁ। ମହାପ୍ରଭୁଙ୍କୁ ଏହି ଦିନ ସମ୍ଭବ ହେଲେ ହଳଦିଆ କିମ୍ବା ନାଲି ରଙ୍ଗର ନୂଆ ବସ୍ତ୍ର ଲାଗି କରାନ୍ତୁ। ଚନ୍ଦନ ଏବଂ ସୁଗନ୍ଧିତ ଫୁଲରେ ତାଙ୍କୁ ସୁନ୍ଦର ଭାବେ ସଜେଇ ଦିଅନ୍ତୁ। ମହାପ୍ରଭୁଙ୍କ ଆଗରେ ଏକ ଗୁଆ ଘିଅର ଦୀପ ଲଗାନ୍ତୁ। ନେତ୍ରୋତ୍ସବର ସ୍ମରଣ କରି ପ୍ରଭୁଙ୍କ ଆଖିକୁ ଚାହିଁ ମନର ସବୁ ଦୁଃଖକୁ ଜଣେଇ ଦିଅନ୍ତୁ। ଏହି ଦିନ ମହାପ୍ରଭୁଙ୍କୁ ଖେଚୁଡ଼ି, କାନିକା କିମ୍ବା ମିଠା ଅନ୍ନ ଭୋଗ ଲଗାନ୍ତୁ। ସବୁଠୁ ଜରୁରୀ କଥା ହେଲା ତୁଳସୀ ପତ୍ର। ବିନା ତୁଳସୀରେ ଜଗନ୍ନାଥ ଭୋଗ ଗ୍ରହଣ କରନ୍ତି ନାହିଁ, ତେଣୁ ମହାପ୍ରଭୁଙ୍କ ଭୋଗରେ ନିଶ୍ଚୟ ତୁଳସୀ ପତ୍ର ପକାନ୍ତୁ। ପୂଜା ସମୟରେ ଆପଣ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜଗନ୍ନାଥଙ୍କ ଅଷ୍ଟାକ୍ଷର ମନ୍ତ୍ର ଜପ କରନ୍ତୁ ଏବଂ ଶେଷରେ ଆରତି କରନ୍ତୁ। ତେବେ ବନ୍ଧୁଗଣ, ଏହିପରି ଭାବେ ଆପଣ ଘରେ ବସି ମଧ୍ୟ ନବଯୌବନ ଦର୍ଶନର ପୁଣ୍ୟ ଲାଭ କରିପାରିବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ପରିବାରର ସବୁ ଦୁଃଖ କଷ୍ଟକୁ ଦୂର କରନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀ ଜଗନ୍ନାଥ ଲେଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ୍ ନିଶ୍ଚୟ କରନ୍ତୁ ଏବଂ ନିଜ ସାଙ୍ଗସାଥି ଓ ପରିବାର ଲୋକଙ୍କ ସହ ସେୟାର କରନ୍ତୁ, ଯେମିତି ସେମାନେ ମଧ୍ୟ ଏହି ପୂଜାବିଧିକୁ ଜାଣିପାରିବେ। ଏମିତି ଆହୁରି ସୁନ୍ଦର ଆଧ୍ୟାତ୍ମିକ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ। ପ୍ରଭୁ ଜଗନ୍ନାଥ ମହାପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ।